ହ୍ୟାଲୋ ସାଙ୍ଗମାନେ, ମୁଁ ଆଉ ଏକ କବିତା ଲେଖିଛି, ତାହା ବି ପଢ଼ିବାକୁ ଯାଉଛି। ସେହି କବିତାଟିର ନାମ ରଖିଛି ନୀରବତା। ଝଡ଼ର ଆକାଶ ଆଜି ଧିମେଇ ଯାଇଛି, ନୀରବି ଯାଇଛି ଭୀମ ଭୟଙ୍କର ଗର୍ଜନ। ଢାଙ୍କି ହୋଇ ଯାଇଛି ଭସାମେଘ ବାଦଲ ଖଣ୍ଡ, ନିସ୍ତବ୍ଧ ନୀରବ ତଥା ସ୍ତମ୍ଭିତରେ ଆଜିର ଜୀବନ। କାଳ କୋକିଳ ଶବ୍ଦର ତାନ ଭେଦି ପାରୁନି, ସେହି ଗହନ ବନର ଅବେଦିତ ନିରବିଚ୍ଛିନ୍ନ। ସତେକି ଯେମିତି ଗୁଞ୍ଜରିତ ପ୍ରଳାପ, ଯୁଦ୍ଧ ବିଭୀଷିକାରେ ହୋଇଯାଇଛି ବିଚ୍ଛିନ୍ନ। ଅଭିନୟର ଚାତୁରୀରେ ବି ଛିଟା ଦେଖାଯାଏ ନୀରବତା, ଛାଇ ହୋଇ ଛାଇ ସୃଷ୍ଟି କରେ ମନ ଅନ୍ତରର ଗୂଢ଼ତା। ଇଚ୍ଛା ନଥାଇ ବି କାହିଁକି କେଜାଣି ମନେ ସୃଷ୍ଟି ହୁଏ ଅସ୍ଥିରତା। ଗୂଢ଼ ରହସ୍ୟକୁ ଭେଦ କରିବାକୁ ଭୀଷ୍ମଙ୍କ ତ୍ୟାଗ ଆବଶ୍ୟକତା। ମନର ନୀରବତାକୁ ପଢ଼ିବାକୁ ନାହିଁ ଧୈର୍ଯ୍ୟ ଆଉ ସାହସ, ଅନ୍ତରର କଥାକୁ ଅନ୍ତରେ ରଖି ତେଜେ ଦୀର୍ଘ ନିଶ୍ୱାସ। ନୀରବିତ ମନ, ପ୍ରକମ୍ପିତ ଆତ୍ମା, ପ୍ରାଣ ନଥାଇ ବି ଜୀବିତ, କଷ୍ଟଲବ୍ଧ ପ୍ରାଣ ଛଟପଟ ହୁଏ ଅସହାୟ ଯେପରି ଅଲିଭା ଦ୍ୱୀପ। ଭାରାକ୍ରାନ୍ତ ସୌଧେ ଗୁଞ୍ଜରିତ ଆଜି ଶିଥିଳ ସ୍ତବ୍ଧର ତାନ, ଅଜଣା କାତରେ ଅସଜଡ଼ା ଶରୀରେ ଖେଳେ ଗଭୀର ଶିହରଣ। ସମୟ ସୁଯୋଗ ସୃଷ୍ଟି କରିଛି ଅମଡ଼ା ବାଟର କୁଶାସନ, ତଥାପି ହୋଇନି ମୁଁ ନିସ୍ୱ, ନୀରବତା ଭିତରେ ବି ରହିଛି କିଛି ଆଶ୍ୱାସନ। ଥ୍ୟାଙ୍କ ୟୁ ସାଙ୍ଗମାନେ, ବାଏ।